ଜୀବନରେ ଗୋଟିଏ ନିୟମ ରଖନ୍ତୁ, ଆଜୀବନ କାହାରି ଦୟାରେ ବଞ୍ଚନ୍ତୁ ନାହିଁ, ବରଂ ସବୁବେଳେ ସମସ୍ତଙ୍କର ଆଶୀର୍ବାଦରେ ବଞ୍ଚିବା ଶିଖନ୍ତୁ। ସତ୍ୟର ପଥରେ ଚାଲୁଥିବା ମଣିଷଟି ଭାରି ଏକା ହୋଇଥାଏ, ସବୁବେଳେ ଦୁଃଖ ଓ କଷ୍ଟ ପାଇଥାଏ। ସମ୍ପର୍କ ସୃଷ୍ଟି ହୁଏ ସ୍ନେହରୁ, ଜୀବିତ ହୁଏ ବ୍ୟବହାରରୁ, ଅନୁଭବ ହୁଏ ଯତ୍ନରୁ, ଆଉ ସେହି ସମ୍ପର୍କର ଫୁଲ ମଉଳିଯାଏ ସନ୍ଦେହରୁ ଏବଂ ଭାଙ୍ଗିଯାଏ ଅହଙ୍କାରରୁ। ଲକ୍ଷ୍ୟସ୍ଥଳର ପଥ ଯେତେ କଠିନ ହେଇଥାଉ ନା କାହିଁକି, ନିଜର ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଯଦି ଥିବ, ତାହେଲେ ସେ ଲକ୍ଷ୍ୟସ୍ଥଳରେ ନିଶ୍ଚିତ ଭାବରେ ପହଞ୍ଚି ପାରିବେ, ଏଥିରେ ସନ୍ଦେହ ନାହିଁ। ପରିଚୟ ଦ୍ୱାରା ଯେଉଁ କର୍ମ ମିଳେ ତାହା ଅଟେ କ୍ଷଣସ୍ଥାୟୀ, କର୍ମ ଦ୍ୱାରା କିନ୍ତୁ ଯେଉଁ ଫଳ ମିଳେ ତାହା ଅଟେ ଚିରସ୍ଥାୟୀ। ହଲଚଲ ହେଉଥିବା ପାଣିରେ ଯେପରି ନିଜର ପ୍ରତିବିମ୍ବ ଦେଖାଯାଏ ନାହିଁ, ଠିକ୍ ସେମିତି କ୍ରୋଧରେ ଥିବା ବ୍ୟକ୍ତି କେବେ ସତ୍ୟକୁ ଦେଖିପାରେ ନାହିଁ। ଜୟ ଶ୍ରୀ ଜଗନ୍ନାଥ।